the close of the last chapter of her life she had omitted to pray এবং তারপরଠୁ সে ଆଉ ପ୍ରାର୍ଥନା କରେ ନାହିଁ। ତା ଜୀବନର ଶେଷ ଦୀପ ଲିଭିବା ପୂର୍ବରୁ ସେ ପ୍ରାର୍ଥନା ପୁରା କ'ଣ କଲେ ଅତ୍ୟନ୍ତ ବିରକ୍ତି ଭାବ ହୋଇ ପ୍ରାର୍ଥନା ଛାଡ଼ିଦେଲେ। she was not going to waste any more time talking to us। ସେ ଆମ ସହିତ ବେଶୀ ଆଉ କଥା ହେଲେନି, ନୀରବରେ ପଡ଼ିକି ରହିଲେ କୋଉଠି ତାଙ୍କ ବେଡ଼ରେ। we protested। ତମେ ଦେଖିବ ଯେତେବେଳେ ମାନେ ଓଲ୍ଡ ବୁଢ଼ାବୁଢ଼ୀ ହେଇଯାଇଥିବା ମାନେ ବୟସ୍କ ଲୋକ ତାଙ୍କର ମରିବା ସମୟ ଯେତେବେଳେ ପାଖି ଆସିଥାଏ ସେମାନଙ୍କୁ ନୀରବରେ ଶୋଇକି ରହୁଥିବେ। ତମେ ତାକୁ ଜେଜେମା ଜେଜେମା ସେ ଶୁଣୁନଥିବେ, ହଜାର କଥା କହିଲେ ଗୋଟିଏ ମାନେ କ'ଣ କରୁଥିବେ ଉତ୍ତର ଦେଉଥିବେ। ସେ ସମୟରେ ଯେତେବେଳେ ନୀରବତା ଦେଖିଲୁ ଆମେ ତାକୁ କ'ଣ କଲୁ ନା ପ୍ରୋଟେଷ୍ଟେଡ୍ କଲୁ। ପ୍ରୋଟେଷ୍ଟେଡ୍ ମାନେ କ'ଣ? ବିରୋଧ କରିବା। ଲେଖ ପ୍ରୋଟେଷ୍ଟେଡ୍। ବଟ୍ ସି ଇଗ୍ନୋର୍ଡ ଆୱାର ପ୍ରୋଟେଷ୍ଟ। କିନ୍ତୁ ଆମର ବିରୋଧକୁ ସେ କ'ଣ କଲେ? ଅଣଦେଖା କଲେ। ଇଗ୍ନୋର ମାନେ କ'ଣରେ? ଅଣଦେଖା କରିବା। ସି ଲେ ପିସଫୁଲି ଇନ୍ ବେଡ୍ ପ୍ରେଇଂ ଆଣ୍ଡ ଟେଲିଂ ହର ବିଡ୍ସ। ସେ ତାଙ୍କର ନୀରବରେ ପଡ଼ିକି ରହିଥାନ୍ତି କେଉଁଠି? ବିଛଣାରେ ଏବଂ ଜପମାଳି ଜପୁଥାନ୍ତି। ଇଭେନ୍ ବିଫୋର୍ ୱି କୁଡ୍ ସସ୍ପେକ୍ଟ। ତାପରେ ଆମେ କ'ଣ ହେଇଗଲୁ? ସନ୍ଦେହରେ ପଡ଼ିଗଲୁ। ହର ଲିପ୍ସ ଷ୍ଟପ୍ଡ ମୁଭିଂ ଆଣ୍ଡ ଦ ରୋସାରୀ ଫେଲ୍ ଫ୍ରମ୍ ହର ଲାଇଫଲେସ୍ ଫିଙ୍ଗର। କିଛି ସମୟ ପରେ ଆମେ ଦେଖିଲୁ ଯେ ତାଙ୍କର ଯେଉଁ ଆଙ୍ଗୁଳିଟା ମୁଭିଂ କରୁଥିଲା ଜପାମାଳି ଜପିବାରେ ତାହା କ'ଣ ହେଇଗଲା? ଷ୍ଟପ୍, ବନ୍ଦ ହେଇଗଲା। ଆଉ ତାଙ୍କର ଯେଉଁ ଜପାମାଳିଟା ତାଙ୍କର ଯେଉଁ ଲାଇଫଲେସ୍ ଫିଙ୍ଗର ଯେଉଁଟା ଲାଇଫଲେସ୍ ଫିଙ୍ଗର ମାନେ କ'ଣ? ଫିଙ୍ଗର ଆଉ ଯେଉଁ କନଷ୍ଟାଣ୍ଟ ରହିଲା ଆଉ ଗତିଶୀଳ କଲାନି, ତା ମୃତ ଫିଙ୍ଗର ହେଲା। ମୃତ ସେଟା ଗଳି ପଡ଼ିଲା। ସେ ଯେଉଁ କ'ଣ ରୋସାରୀଟା ଏ ପିସଫୁଲ୍ ପାର୍ଲର ସ୍ପ୍ରେଡ୍। ଏ ଲେଖା ପାର୍ଲର PALLOR ବିବର୍ଣ୍ଣତା। ଗୋଟେ ନୀରବ ବିବର୍ଣ୍ଣତା କ'ଣ ହେଲା? ସ୍ପ୍ରେଡ୍ ଖେଳିଗଲା ଅନ୍ ଆର ଫେସ୍ ହେଲା। ତାଙ୍କ ମୁଖ କ'ଣ ହେଇଗଲା? ହଳଦିଆ ପଡ଼ିଗଲା ବା ନୀରବତା ପଡ଼ିଗଲା। ସେଟା ସେ ଯେଉଁ ନୀରବତା କ'ଣ ଚାରିଆଡ଼େ ଖେଳିଗଲା ଅନ୍ ଆର ଫେସ୍, ତା ମୁଖରେ। ୱି ନ୍ୟୁ ଦ୍ୟାଟ୍ ସି ୱାଜ୍ ଡେଡ୍। ଆମେ ଜାଣିନେଲୁ ଯେ ଜେଜେମା କ'ଣ ହେଇଛି? ମୃତ ବା ମରିଗଲେ। ୱି ଲିଫ୍ଟେଡ୍ ହର ଅଫ୍ ଦ ବେଡ୍। ତାପରେ ଜେଜେମାଙ୍କର ବେଡ୍କୁ ଆମେ ଉଠେଇଥିଲୁ। ଆଉ ଆଜି କଷ୍ଟମାରୀ ହିସାବରେ, କଷ୍ଟମାରୀ ମାନେ କ'ଣ? ଯେଉଁ ଟିପିକାଲ ଅଫ୍ ଏ ପାର୍ଟିକୁଲାର ପ୍ଲେସ୍, ଗୋଟେ ନିର୍ଦ୍ଦିଷ୍ଟ ସ୍ଥାନକୁ ସ୍ଥାନାନ୍ତର କରିବା, ଯେଉଁ କଷ୍ଟମାରୀ କରିବା ପାଇଁ ଆମର ଯେଉଁ ପ୍ରଥା ପରମ୍ପରା ଯେଉଁଟା ଥାଏ ହେଲା, ଅନ୍ତ୍ୟେଷ୍ଟିକ୍ରିୟା କରିବା ପାଇଁ। ଲେଡ୍ ହାର୍ ଅନ୍ ଦ ଗ୍ରାଉଣ୍ଡ, ତାକୁ ନେଇକି ଗୋଟେ ଗ୍ରାଉଣ୍ଡରେ ଥୋଇଦେଲୁ। ଆଣ୍ଡ କଭର୍ଡ ୱିଥ୍ ଏ ରେଡ୍ ଶ୍ରାଉଡ୍। ତାଙ୍କର ଯେଉଁ ସିଂ ଟାଇଟେଲରେ ସିଂ ଜାତିରେ ତାଙ୍କର କ'ଣ କରାଯାଏ? ଲୋକ ମରିଗଲା ପରେ ନାଲି ଛିଟରେ ଡେଡ୍ ବଡିକୁ କ'ଣ କରିଦିଅନ୍ତି? ଗୋଡ଼େଇ ଦିଅନ୍ତି। ସେଥିରେ ତାକୁ କ'ଣ କଲୁ? କଭର କରିଦେଲୁ। ଆଫ୍ଟର ଏ ଫ୍ୟୁ ଆୱାର୍ସ ଅଫ୍ ମର୍ଣ୍ଣିଂ। ଲେଖ ମର୍ଣ୍ଣିଂ MOURNING ମର୍ଣ୍ଣିଂ ମିନ୍ସ ସ୍ୟାଡ୍ କ୍ରାଏ ବା କ୍ରାଏ, ଦୁଃଖର କାନ୍ଦଣା ହେଲା। କାନ୍ଦାକାନ୍ଦି କରନ୍ତୁ। ଆମେ ଅଳ୍ପ ସମୟ କନ୍ଦାକଟା କଲା ପରେ ୱି ଲେଫ୍ଟ ହର ଏଲୋନ୍। ଜେଜେମାକୁ ଆମେ ଏକୁଟିଆ ଛାଡ଼ିଗଲୁ। ଟୁ ମେକ୍ ଆରେଞ୍ଜମେଣ୍ଟ ଫର୍ ଦ ଫନେରାଲ୍। ଫନେରାଲ୍ ମାନେ କ'ଣ? ଲେଖ ଅନ୍ତ୍ୟେଷ୍ଟିକ୍ରିୟା। ଫନେରାଲ୍ ମାନେ କ'ଣ? ଅନ୍ତ୍ୟେଷ୍ଟିକ୍ରିୟା, ଶେଷକୃତ୍ୟ ଲେଖିପାରେ। ତାର ଶେଷକୃତ୍ୟ ପାଇଁ ଆମେ ସବୁ ଆରେଞ୍ଜମେଣ୍ଟ କଲୁ। କାହାର? ଜେଜେମାଙ୍କ ପାଇଁ। ଇନ୍ ଦ ଇଭିନିଂ, ସନ୍ଧ୍ୟାରେ ୱି ୱେଣ୍ଟ ଟୁ ହର ରୁମ୍। ଆମେ ଜେଜେମାଙ୍କ ରୁମ୍ ଗଲୁ ସନ୍ଧ୍ୟାରେ। ୱିଥ୍ ଏ କ୍ରୁଡ୍ ଷ୍ଟ୍ରେଚର୍, କିଛି ତାଙ୍କର ଆସବାବପତ୍ରକୁ ସବୁ ଆଣିବା ପାଇଁ। ଟେକ୍ ହର ଟୁ ବି କ୍ରିମାଟେଡ୍, ଶବଦାହ। ଲେଖ କ୍ରିମାଟେଡ୍ CREMATED ଶବଦାହ। cremated କରିବା ପାଇଁ the sun was setting and had lit her room and veranda with a blaze of golden light। এই সমୟରେ ସୂର୍ଯ୍ୟଙ୍କର ଯେଉଁ ଗୋଲ୍ଡେନ କଲର, ସୂର୍ଯ୍ୟ ଯେତେବେଳେ ସେଟିଂ ହେବାକୁ ଯାଉଛନ୍ତି ଅସ୍ତ ବାରଣ୍ଡାର ସବୁ ପଡ଼ିଥିଲା ସେ ଯେଉଁ ଗୋଲ୍ଡେନ କଲର ବ୍ଲେଜ୍ ଜ୍ୱଳନ୍ତ ଶିଖା ଭଳିଆ କଲର ପଡ଼ିଥିଲା। ୱି ଷ୍ଟପ୍ଡ ହାଫ୍ ୱେ ଇନ୍ ଦ କୋର୍ଟୟାର୍ଡ। ଆମ ଘରର ଅଗଣାରେ ଆମେ ଯାଇକି ଅଟକି ଗଲୁ ଅଧା ବାଟ। ଅଲ୍ ଓଭର ଦ ବାରଣ୍ଡା ଆଣ୍ଡ ଇନ୍ ଆର ରୁମ୍ ରାଇଟ୍ ଅପ୍ ଟୁ ହ୍ୱେୟାର ସି ଲେ ଡେଡ୍ and steep wrap in the red shroud। thousands of sparrows sat scattered on the floor। ଏବଂ ଆମେ ଦେଖିଲୁ ସେଠି ଯେଉଁ ଜାଗାରେ ଜେଜେମା ତାଙ୍କ ଡେଡ୍ ବଡିଟା ଥୁଆ ହେଇଥିଲା ସେ ଜାଗାରେ ହଜାର ହଜାର ସଂଖ୍ୟାର ଘର ଚଟିଆ ମାନେ ତାଙ୍କ ଚାରିପଟେ ରୁଣ୍ଡ ହେଇଥିଲେ। ଦ୍ୟାଟ୍ ୱାଜ୍ नो ଚିରିପିଂ। ଏବଂ ଏହି ସମୟରେ କୌଣସି ଚିରିପିଂ ସାଉଣ୍ଡ କରୁନଥିଲେ। କେଉଁମାନେ? ଘର ଚଟିଆ ମାନେ ପୁରା ନିରବରେ ଥିଲେ, କିଚିରି ମିଚିରି ଶବ୍ଦ କରୁନଥିଲେ। ଚିରିପିଂ ମାନେ କିଚିରି ମିଚିରି ଶବ୍ଦ କରେ। ୱି ଫେଲ୍ଟ ସରି ଫର୍ ଦ ୱାର୍ଡସ୍। ଆମେ ସେହି ସମୟରେ ୱାର୍ଡସ୍ ମାନଙ୍କ ପାଇଁ ବହୁତ ଦୁଃଖ ଅନୁଭବ କରିଥିଲୁ। ଆଣ୍ଡ ମାଇ ମଦର ଫେଚ୍ଡ ସମ୍ ବ୍ରେଡ୍ ଫର୍ ଦେମ୍। ଏହି ସମୟରେ ମୋ ମା କ'ଣ କଲେ? କିଛି ରୁଟି ଗୁଡ଼ିକୁ ସେମାନଙ୍କ ପାଇଁ ଦେଲେ ଖାଇବା ପାଇଁ। ସି ବ୍ରୋକ୍ ଇଟ୍ ଇଣ୍ଟୁ ଲିଟିଲ୍ କ୍ରମ୍ସ। ଲିଟିଲ୍ କ୍ରମ୍ସ ମାନେ ଛୋଟ ଛୋଟ ଖଣ୍ଡ କରିକି ତାକୁ ଦେଲେ। କିଏ? ମୋ ମା।
द वे माय ग्रांडमदर यूज्ड टू जेमिति मो ग्रांडमदर दउथले जेजमा हला कि एंड थ्री टू देम तांको ऊपर फिंगिले मो मा द स्पारोज टू नो नोटिस ए समय घर चटिया माने से खाद्य को अनेले नेबा नोटिस करनी ऑफ द ब्रेड व्हेन वी कैरियड माय ग्रैंडमदर्स corpse of COR लिख लो CORPSE of corpse of means शव dead body corpse of means शव जते बडा हम जेजमा शव उठेलु they flew away quietly they put a pronoun word instead of the birds से जो स्पारोज माने नीरव रे उड़ी गले नेक्स्ट मॉर्निंग पर दिन सकाळ द स्वीपर आसी कोन कला तासु झाड़ू कर देला द ब्रेड क्रम्स से जो ब्रेड क्रम्स गुडी को छोटा छोटा ब्रेड टिक टिक करा हैतला ब्रेड क्रम्स गुडी को इनटू द डस्टबिन को नहीं पकेले ताकू डस्टबिन ले पके जाबी झाड़ू कर सो दिस इज ऑल अबाउट of the story the portrait of a lady then next topic we shall discuss on next class. Thank you.